ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଇଟାଲୀ ଦମ୍ପତି। ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ। ବର୍ଷିଲେ ଅରୁଣିମା ସାହୁ। ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ଚଳଚଞ୍ଚଳ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱାଗତ କରିବାକୁ ଅପେକ୍ଷା କରିଛି ମହୁମାଛି। ଆଜି ଗଜପତି ଜିଲ୍ଲାରୁ 82 ଓ 83ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହନଗା ପୋଷ୍ୟ ସନ୍ତାନ ଭାବେ ଇଟାଲୀ ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଆଜକୁ 3 ବର୍ଷ ପୂର୍ବେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଶିଶୁ ଦ୍ୱୟଙ୍କୁ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶକ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ଉତ୍କଳ ବାଳାଶ୍ରମ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ହାତୀବାଡ଼ିଠାରେ ରଖାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଶିଶୁଦ୍ୱୟଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଙ୍କର ତଥ୍ୟ ମିଶନ ବାତ୍ସଲ୍ୟ ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା, ଯାହାଦ୍ୱାରା ଶିଶୁଦ୍ୱୟ ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଯୋଗ୍ୟ ପରିବାର ପାଖକୁ ଯାଇପାରିବ ବୋଲି ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ 4 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲୀ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଏହି ପରିବାର ଶାରୀରିକ ସ୍ତରରେ ଶିଶୁଦ୍ୱୟଙ୍କୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ। ପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ। ସମସ୍ତ ଦସ୍ତାବିଜକୁ ଅତିରିକ୍ତ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଦ୍ୱୟଙ୍କୁ ଇଟାଲୀ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଥିବା ଏହି ଦିବସରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କାମଦେବ ବଡ଼ନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚାସୀନ ଅତିଥିମାନେ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା କିଭଳି ଗ୍ରାମାଞ୍ଚଳକୁ ସୁବିଧା ପହଞ୍ଚି ପାରୁଛି ସେ ବିଷୟରେ ନିଜ ନିଜ ବକ୍ତବ୍ୟରେ କହିଥିଲେ। ବର୍ଷିଲେ ଅରୁଣିମା ସାହୁ। ନାରୀମାନଙ୍କୁ ରାଜନୀତିରେ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିଥିଲେ ମୋଦି ସରକାର, ହେଲେ ବିରୋଧୀ ଦଳମାନେ ଏହାକୁ ଆଣିବା ପାଇଁ ଦେଲେ ନାହିଁ। କେନ୍ଦ୍ର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଉଭୟ ହାତ ମିଳାଇଲେ। ଏହି ଅଧିନିୟମକୁ ବିରୋଧ କରି ସବୁ ଦଳ ମହିଳାମାନଙ୍କୁ ପଛରେ ରଖିବାକୁ ମାନସିକତା ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ବାର୍ତ୍ତାରେ କହିଛନ୍ତି ଗଜପତି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଅରୁଣିମା ସାହୁ। थिला स्वप्न थिला जे नारी मानक अधिकार दबार जोटा कथार अच्छी जे 50% अच्छा नारी जदि नारी की पुरुष को समान अधिकार दवापाई जो देश में अध्ययन नारीश्वर को पूजा करुँच आज दिन में से जिते अधिकार दवापाई बोली आज आगे आसचंती मोदी सरकार किंतु ता बदल एमाने ताकू खारज कर देकी तार बाहाबाई नौ आउरी दुखर विषय किछि विरोधी दलर नेत्री माने मध्य ए बिल को खारज करिकी बाहरे कहउचंदी आमे बंटन करिबा पई दबुनी बोलिकी एते दुखर विषय जे से गोटे नारी केमती हेले से जिनस मध्य भाविबा कथा जोठी 33% अधिकार मिलता इमिदी भी केते राज्य अच्छी जोठी कि विधानसभा रे नारी रो परसेंटेज 10% रु मध्य कम अच्छी किंतु से अधिकार दवापाई जो समतुल करने नारी आ पुरुषर समतुल करने आगे आसिले से समस्ते सिरा को विरोध करिकी से माने बाहाबाही नौचंदी किंतु आमर राज्यर
ସବୁଠୁ ବଡ଼ ଦଳ ବୋଲି ଭାବୁଥିବା ନିଜକୁ ନିଜ 24 ବର୍ଷ ଶାସନ କରୁଥିବା ଏଇ ବିଜେଡି ଦଳ ନିଜେ ତ ଭୋଟ ଦେଇପାରିବାର ଅଧିକାର ନଥିଲା, କିନ୍ତୁ ସିଏ ଗୋଟେ ସାମାନ୍ୟ ଯାହା କହିଥିଲେ କି ବିଜୁ ବାବୁଙ୍କର ସ୍ୱପ୍ନ ଥିଲା ବୋଲି କହୁଥିଲେ, ଆଜିର ଦିନରେ ସିଏ କ'ଣ କରିଛନ୍ତି ନା ଗୋଟେ ଚିଠି ଲେଖିଛନ୍ତି, ଅନ୍ୟ ଦଳକୁ ଲେଖିଛନ୍ତି ଭୋଟ ନ ଦେବା ପାଇଁ ବା ତା ବିରୋଧରେ ଲେଖିବା ପାଇଁ କହିଛନ୍ତି। କେତେ ଦୁଃଖର ବିଷୟ। କିନ୍ତୁ ତାଙ୍କର ଭୋଟ ବ୍ୟାଙ୍କ ଥିଲା, ନାରୀମାନଙ୍କୁ ଧରିକି ଭୋଟ ବ୍ୟାଙ୍କ କରିକି ଆଜି ପର୍ଯ୍ୟନ୍ତ ଜିତୁଥିଲେ। ତ କୋଉଠି ଥିଲା ସେମାନଙ୍କର ସ୍ନେହ ମମତା ନାରୀ ପ୍ରତି, ନାରୀକି ସମାନ ଅଧିକାର ଦେବାର ବ୍ୟବସ୍ଥା କୋଉଠି ଥିଲା? ଆଜି ଏଇ ବ୍ୟବସ୍ଥାରୁ ଜଣାପଡ଼ିଲା ଯେ ନାରୀମାନଙ୍କ ପାଇଁ ବୋଲି କୋଉ ପ୍ରକାର ବ୍ୟବସ୍ଥା ଅଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏପ୍ରିଲ 25 ଓ 26 ତାରିଖ 2 ଦିନ ଧରି ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଛି। କିନ୍ତୁ ସାଧାରଣ ଜନତା ପାଇଁ ପ୍ରଶାସନ ସ୍ଥାଣୁ ପାଲଟିଛି। ଏହାର ଜ୍ୱଳନ୍ତ ଉଦାହରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲାଗିଥିବା ବଲ୍ବ ଗୁଡ଼ିକ ଜଳୁ ନଥିଲା। ସେହି ଗୁଡ଼ିକୁ ପ୍ରଶାସନ ତରଫରୁ ପୌରପାଳିକା କର୍ତ୍ତୃପକ୍ଷଙ୍କ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବା ସହ ନୂତନ ବଲ୍ବ ଲଗାଇବା ଦେଖାଯାଇଛି। ବିଡ଼ମ୍ବନାର ବିଷୟ, ସେଠାରେ ଥିବା ଛାତର 2ଟି ମହୁ ଫେଣାରେ ମହୁମାଛି ରହିଛି। ଗତ କିଛି ଦିନ ହେବ ସେଠାରେ ଥିବା ମହୁମାଛି ଆକ୍ରମଣ ଯୋଗୁଁ ଗଣମାଧ୍ୟମ ପ୍ରତିନିଧି ସମେତ କିଛି ଲୋକ ଆହତ ହୋଇଥିଲେ। ଏନେଇ ବାରମ୍ବାର ଖବର ପ୍ରଚାର ପ୍ରସାର ପରେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। କିନ୍ତୁ ମନ୍ତ୍ରୀଙ୍କ ଗସ୍ତ ପାଇଁ ନୂଆ ଲାଇଟ୍ ଲାଗୁଛି। ତେବେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମୀକ୍ଷା ବୈଠକର କରିବା କାର୍ଯ୍ୟକ୍ରମ ରହିଛି। ସେହି ସମୟରେ ଯଦି ମହୁମାଛି ଆକ୍ରମଣ କରିବ, ପ୍ରଶାସନ କ'ଣ କରିବ?